ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ଭାଷା ମହକ ବହିର ବୁଦ୍ଧିର ଖେଳ ପାଠର ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓ ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ପାଠର ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, ତୁମକୁ ଭୋକ ଲାଗିଲେ ତୁମେ କ'ଣ କର? ଏହାର ଉତ୍ତର ଲେଖିବା। ମୋତେ ଭୋକ ଲାଗିଲେ ମୁଁ ଖାଦ୍ୟ ଖାଏ। 2 ନମ୍ବର, ତୁମ ସାଙ୍ଗମାନଙ୍କୁ ତୁମେ କିପରି ସାହାଯ୍ୟ କର? ଏହାର ଉତ୍ତର ଲେଖିବା। ମୋ ସାଙ୍ଗକୁ ମୁଁ ପାଠ ପଢ଼ିବାରେ ସାହାଯ୍ୟ କରେ। ଏକାଙ୍କିର ନାମ ବୁଦ୍ଧିର ଖେଳ କାହିଁକି ରଖାଯାଇଛି? ଏହାର ଉତ୍ତର ଲେଖିବା। କାରଣ ବୁଦ୍ଧି ବଳରେ ଠେକୁଆ ନିଜର ଜୀବନ ବଞ୍ଚାଇ ପାରିଛି। ତେଣୁ ଏହି ଏକାଙ୍କିର ନାମ ବୁଦ୍ଧିର ଖେଳ ହୋଇଛି। ତୁମେ ଏହି ଏକାଙ୍କିର ଅନ୍ୟ ଏକ ନାମ ଦିଅ। ଏହି ଏକାଙ୍କିର ଅନ୍ୟ ଏକ ନାମ ଦେଲେ ବୁଦ୍ଧି ବାଟ ଦେଖାଏ ଦେଇପାରିବା। ନଚେତ୍ ଅନ୍ୟ ଏକ ଯାହା ତୁମ ମନକୁ ଆସୁଛି ଭାବି ମଧ୍ୟ ଲେଖିପାରିବ। ତୁମେ ଏହି ଏକାଙ୍କିର ଅନ୍ୟ ଏକ ନାମ ହେଲା, ତୁମେ ବିପଦରେ ପଡ଼ିବା ସମୟରେ ତୁମ ସାଙ୍ଗଠାରୁ କି ପ୍ରକାର ସାହାଯ୍ୟ ଆଶା କରିବ କୁହ? ଏହାର ଉତ୍ତର ଲେଖିବା। ବିପଦରୁ ସାଙ୍ଗ ମୋତେ ଉଦ୍ଧାର କରିବା ପାଇଁ କ'ଣ କରିବ ସେ ପ୍ରକାର ସାହାଯ୍ୟ ଆଶା କରିବି। ଚିନ୍ତା କରି ଲେଖ। ଜଙ୍ଗଲରେ ପଶୁମାନେ କାହିଁକି ଭୟରେ ଦୌଡ଼ୁଥିଲେ? ଏହାର ଉତ୍ତର ଲେଖିବା। ସିଂହ ଶିକାର କରିବାକୁ ଯେତେବେଳେ ଆସେ ସେତେବେଳେ ପଶୁମାନେ ଭୟରେ ଦୌଡ଼ୁଥିଲେ। 2 ନମ୍ବର, ହରିଣଟି ସିଂହକୁ କ'ଣ କହିଲା? ହରିଣ ସିଂହକୁ କହିଲା, ନା ମହାରାଜ, ମୋତେ ଖାଆନ୍ତୁ ନାହିଁ, ମୋ ପ୍ରତି ଦୟା କରନ୍ତୁ। ମୋର ଛୋଟ ଛୋଟ ପିଲାମାନେ ଅଛନ୍ତି, ସେମାନେ ମୋ ବିନା ରହିପାରିବେ ନାହିଁ। ଏହିଭଳି ଲେଖିବା। ଦଳପତି ହାତୀ କି ଯୋଜନା କଲେ ପଶୁମାନଙ୍କୁ ବଞ୍ଚାଇବା ପାଇଁ? ଏହାର ଉତ୍ତର ଲେଖିବା। ସିଂହକୁ ବୁଝାଇବେ ସେ ଏକା ଦିନେ ସବୁ ପଶୁଙ୍କୁ ମାରି ଖାଇବେ ନାହିଁ। ପ୍ରତିଦିନ ଗୋଟିଏ ଗୋଟିଏ ପଶୁ ତୁମ ପାଖକୁ ଆସିବେ, ସେମାନଙ୍କୁ ଖାଇବ, ଏକଥା ଯାଇ କହିଲେ। ଠେକୁଆ ନିଜର ବନ୍ଧୁମାନଙ୍କୁ ବଞ୍ଚାଇବା ପାଇଁ କେଉଁ ଉପାୟ ଚିନ୍ତା କଲା? ଏହାର ଉତ୍ତର ଲେଖିବା। ସିଂହକୁ କୂଅରେ କେମିତି ପକାଇ ନିଜ ବନ୍ଧୁମାନଙ୍କୁ ବଞ୍ଚାଇ ପାରିବ ସେ ବିଷୟରେ ଚିନ୍ତା କଲା। ଶେଷରେ ସିଂହର ପରିଣତି କ'ଣ ହେଲା? ଶେଷରେ ସିଂହ ରାଗିଯାଇ ଅନ୍ୟ ସିଂହକୁ ଆକ୍ରମଣ କରିବା ପାଇଁ କୂଅକୁ ଡେଇଁ ମୃତ୍ୟୁବରଣ କଲା। ଏକଥା କିଏ କାହାକୁ କହିଛି ଲେଖ। ମୁଁ କ'ଣ ଖାଇ ବଞ୍ଚିବି? ଏକଥା ସିଂହ ହରିଣକୁ କହିଛି। ଏକଥା ସିଂହ ହରିଣକୁ କହିଛି। ଲେଖିବା। ସିଂହ ହରିଣକୁ କହିଛି। ହରିଣକୁ କହିଛି। ତାପରେ ନେକ୍ସଟ, ମହାରାଜ, ଆପଣ ହେଉଛନ୍ତି ଏ ବଣର ରାଜା। ହାତୀ ସିଂହ ମହାରାଜଙ୍କୁ କହିଛି, ହଁ, ଆପଣଙ୍କୁ ଆଉ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏଥିରେ ଏକଥା କିଏ କହିଛି? ସମସ୍ତ ପଶୁପକ୍ଷୀ କହିଛନ୍ତି। ସମସ୍ତ ପଶୁ କହିଛନ୍ତି। ଉପାୟ ମିଳିଗଲା। ଏକଥା କିଏ କହିଛି? ଏକଥା ଠେକୁଆ କହିଛି। ଉପାୟ ମିଳିଗଲା, ଠେକୁଆ କହିଛି। ତାପରେ ଆଗକୁ ଯିବା। ଭାଷାର କଥା। ସାରଣୀରେ ଥିବା ଅକ୍ଷରକୁ ଯୋଡ଼ି ଜଙ୍ଗଲରେ ରହୁଥିବା ପଶୁପକ୍ଷୀମାନଙ୍କ ନାମ ଗୋଲ ବୁଲାଅ ଲେଖ। ଏଠି ବାଘ ଲେଖା ହେଇଛି। ଆମେ ଯେପରି ଏଭଳି ସେମିତି ଆମେ ଲେଖିବା। ବାଘ ଗୋଟେ ହେବ, ବାଘକୁ ଗୋଲ ବୁଲେଇ ଦେବା। ହାତୀ ହେବ, ଘୋଡ଼ା ହେବ, ତାପରେ ଗୟଳ ହେବ,
ଗୟଳ, ତାପରେ ସମ୍ବର ହବ, କଜଳପାତି ମଧ୍ୟ ହେଇପାରିବ, କଜଳପାତି, ତାପରେ ଶୁଆ ହେଇପାରିବ, ଶୁଆ, ତାପରେ ପାରା ହେଇପାରିବ, କାଉ ମଧ୍ୟ ହେଇପାରିବ, ଭାଲୁ ହୋଇପାରିବ, ହରିଣ ହୋଇପାରିବ, ହରିଣ ପଶୁ। ଏଇଭଳି ଆମେ ଲେଖିପାରିବା। ତାପରେ ଆଗକୁ ଯିବା। ଏଠି ଆମେ ଲେଖିବା ଯାହା ଯାହା ହେଇଛି, ଯାହା ଯାହା ଆଲୋଚନା କଲେ ଏଠାରେ ଆମେ ଲେଖିବା। ତାପରେ 2 ନମ୍ବର ପଶୁ ପକ୍ଷୀଙ୍କ ନାମ ସହ ସେମାନେ ବାସସ୍ଥାନ ଗାର ଟାଣି ଯୋଡ଼ିବା। ଗାର ଟାଣି ଯୋଡ଼ିବା। ବାଘ, ବାଘ କେଉଁଠି ରହୁଛି? ବାଘ ବଣରେ ରହୁଛି, ତେଣୁ ବଣ ସହିତ ଆମେ ଯୋଡ଼ିଦେବା। ବାଘ ବଣ, ବାଘ ବଣ। ହରିଣ, ହରିଣ ବୁଦା, ଲଟା ବୁଦାରେ ହରିଣ, ହରିଣ ବୁଦା। ତାପରେ ଭାଲୁ, ଭାଲୁ ଗୁମ୍ଫାରେ ରହୁଛି, ଭାଲୁ ଗୁମ୍ଫାରେ। ତାପରେ ଠେକୁଆ, ଠେକୁଆ ଗାତରେ ରହୁଛି। ଚଢ଼େଇ ବସାରେ ରହୁଛି, ଚଢ଼େଇ ବସାରେ। ଏଇଭଳି ଆମେ ଗାର ଟାଣି ଯୋଡ଼ିଦେବା। ନିମ୍ନୋକ୍ତ ଶବ୍ଦକୁ ନେଇ ବାକ୍ୟ ଗଠନ କର। ନିଷ୍ଠୁର ଲଗାଇ ଗୋଟେ ବାକ୍ୟ ଗଠନ କରିବ। ସେ ଜଣେ ନିଷ୍ଠୁର ବ୍ୟକ୍ତି ଅଟେ। ସେମିତି ଦୌଡ଼ି ଦୌଡ଼ି, ଦୌଡ଼ି ଦୌଡ଼ି ମୁଁ ଦୌଡ଼ି ଦୌଡ଼ି ଘରକୁ ଆସିଲି। ତାପରେ ନିଷ୍ପତ୍ତି, ନିଷ୍ପତ୍ତି ଲେଖିବା। ନିଷ୍ପତ୍ତିର ବାକ୍ୟ ଗଠନ। ବୁଝି ବିଚାରି ନିଷ୍ପତ୍ତି ନେବା ଆବଶ୍ୟକ। ତ ମେଣ୍ଟାଇବା, ମେଣ୍ଟାଇବାର ବାକ୍ୟ ଗଠନ। ବାଟୋଇ ଶୋଷରେ, ବାଟୋଇ ଶୋଷ ମେଣ୍ଟାଇବା ପାଇଁ ପାଣି ପିଇଲା। ପରିଶ୍ରମ, ପରିଶ୍ରମ, ପରିଶ୍ରମ ବଳରେ ସବୁ ଅସାଧ୍ୟ କାମ ସହଜ ହୁଏ। ପ୍ରତିବିମ୍ବ, ପାଣିରେ ନିଜର ପ୍ରତିବିମ୍ବ ଦେଖି ରମେଶ ଚମକି ଗଲା। ବନ୍ଧୁ, ବନ୍ଧୁ, ବନ୍ଧୁର ବାକ୍ୟ ଗଠନ ଲେଖିବା। ବନ୍ଧୁ ହିଁ ବିପଦର ସାହାଯ୍ୟ କରେ। ନିର୍ବୋଧ, କିଛି ଲୋକ ନିର୍ବୋଧ ଭଳି କାମ କରନ୍ତି। ଏଠି ଗୋଟିଏ ଝିଅ ଏକବଚନ, ଅନେକ ଝିଅ ବହୁବଚନ, ଝିଅ ଝିଅମାନେ ବହୁବଚନ। ସେହିଭଳି ତଳେ ଥିବା ଶବ୍ଦଗୁଡ଼ିକ ବହୁବଚନ ରୂପ ଲେଖ। ଏଠି ମାଛ, ମାଛମାନେ ବହୁବଚନ କ'ଣ ହେବ? ମାଛମାନେ, ମାଛମାନେ। ତାପରେ ଚୁଡ଼ି, ଚୁଡ଼ିଗୁଡ଼ିକ, ଚୁଡ଼ି, ଚୁଡ଼ିଗୁଡ଼ିକ ଲେଖିବା। ଚୁଡ଼ିଗୁଡ଼ିକ। ତାପରେ ଗାଈ, ଗାଈମାନେ ବା ଗାଈଗୁଡ଼ିକ, ଗାଈମାନେ, ଗାଈଗୁଡ଼ିକ। ତାପରେ ଘୋଡ଼ା, ଘୋଡ଼ାମାନେ, ଘୋଡ଼ା ପଲ ଦଳ, ଘୋଡ଼ା ଦଳ ମଧ୍ୟ ଲେଖିପାରିବା। ତାପରେ ଆମେ ବାଘ, 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 ବାଘମାନେ ବହୁବଚନ। ବାଘମାନେ, ବାଘ ବୋଲେ ଗୋଟେ ବାଘ, ବାଘମାନେ ଅନେକ ବାଘ। ଛେଳି, ଛେଳିମାନେ, ଛେଳିଗୁଡ଼ିକ, ଛେଳିଗୁଡ଼ିକ, ଛେଳିମାନେ, ଛେଳିମାନେ। ଏଇଭଳି ଆମେ ଲେଖିବା। ଆଗକୁ ଯିବା। ଚିନ୍ତା କରି ଲେଖ। କେତେକ ପ୍ରାଣୀ ସ୍ଥଳରେ ରହନ୍ତି, ତାକୁ ସ୍ଥଳଚର କୁହାଯାଏ। ଜଳରେ ରହୁଥିବା ପ୍ରାଣୀକୁ ଜଳଚର କୁହାଯାଏ। କେତେକ ପ୍ରାଣୀ ଜଳ ଓ ସ୍ଥଳ ଉଭୟ ରହନ୍ତି, ତାକୁ ଉଭୟଚର ପ୍ରାଣୀ କୁହାଯାଏ। ନିମ୍ନରେ ନାମ କୋଠାରେ ଦିଆଯାଇଛି, ସେମାନଙ୍କୁ ନାମକୁ ଉପଯୁକ୍ତ ସ୍ଥାନରେ ଲେଖ। ଏଠି ସ୍ଥଳଚର ଗୋଟେ, ସ୍ଥଳଚର କେଉଁମାନେ ତାକୁ ଲେଖିବା। ଜଳଚର କେଉଁମାନେ ତାକୁ ଲେଖିବା। ଉଭୟଚର କେଉଁମାନେ ଲେଖିବା। ପ୍ରଥମେ ଲେଖିବା ସ୍ଥଳଚର। ଏଠି ସ୍ଥଳରେ କିଏ କିଏ ରହନ୍ତି? ସ୍ଥଳଚର ଭିତରେ ରହିଲେ ବାଘ, ବାଘ, ଭାଲୁ, ହାତୀ, ହରିଣ,
ଠେକୁଆ ଇତ୍ୟାଦି। ସେ ଜଳରେ ଯେଉଁମାନେ ବାସ କରନ୍ତି, ଜଳରେ ଯେଉଁମାନେ ବାସ କରନ୍ତି ଲେଖିବା ଜଳରେ ମାଛ, ଜଳ ମାଛ, କଇଁଛ, ମାଛ ଚିଙ୍ଗୁଡ଼ି, ମାଛ ଚିଙ୍ଗୁଡ଼ି, ଚିଙ୍ଗୁଡ଼ି, କଙ୍କଡ଼ା, ଗେଣ୍ଡା ଇତ୍ୟାଦି। ସେହିପରି ଉଭୟଚର ଯେଉଁମାନେ ଉଭୟ ଜଳସ୍ତରରେ ରହନ୍ତି, ସାପ ଉଭୟଚର, ସାପ, ବେଙ୍ଗ, ସାପ ବେଙ୍ଗ, କୁମ୍ଭୀର, ତାପରେ କଇଁଛ ଇତ୍ୟାଦି ଇତ୍ୟାଦି ଆମେ ଲେଖିବା। ତାପରେ ବାଘ, ଭାଲୁ, ସିଂହ, କଇଁଛ, ମାଛ, ଗେଣ୍ଡା, ହାତୀ, କୁମ୍ଭୀର, କଙ୍କଡ଼ା, ସାପ, ବେଙ୍ଗ, ଚିଙ୍ଗୁଡ଼ି, ଗୋଧି, ଏଣ୍ଡୁଅ, ମାଙ୍କଡ଼ ଏମାନଙ୍କୁ ନେଇ ସ୍ଥଳଚର ଜଳଚର ସବୁ ଲେଖିଦେବା। ମୋର ଭାବନା, ଯଦି ତୁମେ ଠେକୁଆ ଜାଗାରେ ଥାଆନ୍ତ ତେବେ କ'ଣ କରିଥାନ୍ତ? ଠେକୁଆ ଭଳି ବୁଦ୍ଧି ପାଞ୍ଚିଥାନ୍ତି, ଅନ୍ୟ ସାଙ୍ଗମାନଙ୍କ ଉପାୟ ବିଷୟରେ କହିଥାନ୍ତି, ସିଂହ କବଳରୁ ସମସ୍ତଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି। ଏହିଭଳି ଲେଖିବା। 2 ନମ୍ବର, ଯଦି ଠେକୁଆ ଉଭୟ ବାହାର କରି ସିଂହକୁ ମାରିନଥାନ୍ତେ, ଯଦି ଠେକୁଆ ଉପାୟ ବାହାର କରି ସିଂହକୁ ମାରିନଥାନ୍ତେ ତେବେ କ'ଣ ହୋଇଥାନ୍ତା? ଯଦି ଠେକୁଆ ଉପାୟ ବାହାର କରି ସିଂହକୁ ମାରିନଥାନ୍ତେ ତେବେ ସିଂହ ଜଙ୍ଗଲର ସମସ୍ତ ପଶୁକୁ ମାରି ଖାଇ ଯାଇଥାନ୍ତା। ଠେକୁଆ ସିଂହ, ଘୋଡ଼ା, ହାତୀ, ଭାଲୁର ଚିତ୍ର ରଙ୍ଗ ଦେବ। ଏସବୁ ଆମେ ତାକୁ ରଙ୍ଗ ଦେବା। ତାପରେ ବର୍ତ୍ତମାନ ଏହି ପାଠର ପ୍ରଶ୍ନୋତ୍ତର କାର୍ଯ୍ୟ ଶେଷ ହୋଇଛି। ଆଶା କରୁଛି ଏ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ। ବର୍ତ୍ତମାନ ପାଇଁ ବିଦାୟ ନେଉଛି। ପୁଣି ଦେଖା ହେବ ପରବର୍ତ୍ତୀ କାଳାଂଶରେ।